ସ୍ତ୍ରୀଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଲେ ଏହା ମାନସିକ ଏବଂ ନିର୍ଯାତନାରେ ନିଆଯିବ। ଯଦି ସ୍ତ୍ରୀ ଚାହିଁବେ ଏନେଇ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇପାରିବେ। ସ୍ତ୍ରୀଙ୍କ ଇଚ୍ଛାକୁ ପ୍ରାଥମିକତା ନ ଦେଇ ସ୍ୱାମୀ ଜୋର ଜବରଦସ୍ତ ଯୌନ ସମ୍ପର୍କ ରଖନ୍ତି ତେବେ ଏହା ନିଷ୍ଠୁରତା ସହିତ ସମାନ ହେବ। ଅଦାଲତ ବ୍ୟାଖ୍ୟା କରିଛନ୍ତି କେଉଁ କାର୍ଯ୍ୟରେ ଯୌନ ବିକୃତି ସୃଷ୍ଟି ହୁଏ ସେ ସମ୍ବନ୍ଧରେ ଲୋକମାନଙ୍କର ମତ ଭିନ୍ନ ଭିନ୍ନ ରହିଛି। ଜଣେ ବ୍ୟକ୍ତିଙ୍କ ପ୍ରତି ଯାହା ବିକୃତ ହୋଇପାରେ ତାହା ଅନ୍ୟ ଜଣଙ୍କ ପ୍ରତି ବିକୃତ ହୋଇନପାରେ। ଯେତେବେଳେ ଦୁଇ ଜଣ ସମ୍ମତି ପ୍ରାପ୍ତ ବୟସ୍କ ବ୍ୟକ୍ତି ସେମାନଙ୍କ ଶୋଇବା ଘରେ ଶାରୀରିକ ସମ୍ପର୍କ ରଖନ୍ତି ସେତେବେଳେ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଗୋପନୀୟତା କାର୍ଯ୍ୟ ହୋଇଥାଏ। ସେମାନେ କିପରି ଏବଂ କେଉଁ ପ୍ରକାର କାର୍ଯ୍ୟ କରିବା ଉଚିତ ତାହା ସେମାନଙ୍କର ନିଜ ପସନ୍ଦ ଉପରେ ନିର୍ଭର କରେ। କିନ୍ତୁ ଯଦି ଜଣେ ଅନ୍ୟ ଜଣଙ୍କର ଆଚରଣ କିମ୍ବା କାର୍ଯ୍ୟକୁ ଆପତ୍ତି କରନ୍ତି ଯେ ଏହା ମାନବୀୟ ଆଚରଣ କିମ୍ବା ସାଧାରଣ ଯୌନ କାର୍ଯ୍ୟକଳାପ ବିରୁଦ୍ଧ ତେବେ ଏହାକୁ କେବଳ ଶାରୀରିକ ଏବଂ ମାନସିକ ସ୍ତରରେ କୃତା ବୋଲି କୁହାଯାଇପାରେ। ସ୍ତ୍ରୀ ସ୍ୱାମୀଙ୍କ ମଧ୍ୟରେ ଏପରି ଘଟଣା ଛାଡ଼ପତ୍ର ପାଇଁ ଯଥେଷ୍ଟ କାରଣ ହୋଇପାରିବ। ପରିବାର କୋର୍ଟର ଦୁଇଟି ଆଦେଶକୁ ଚ୍ୟାଲେଞ୍ଜ କରି ଜଣେ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇଟି ବିବାହ ଆବେଦନ ଉପରେ ଏହି ରାୟ ପ୍ରଦାନ କରାଯାଇଛି। ପ୍ରଥମ କ୍ରମରେ ଛାଡ଼ପତ୍ର ମାଗିଥିବା ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଦ୍ୱିତୀୟ କ୍ରମରେ ସ୍ୱାମୀଙ୍କ ମିଳିତ ଅଧିକାରର ପୁନରୁଦ୍ଧାର ଦାବିରେ ଆବେଦନ କରାଯାଇଥିଲା। ହାଇକୋର୍ଟ କହିଛନ୍ତି ଯେହେତୁ ଯୌନ ଶୋଷଣ ସ୍ତ୍ରୀଙ୍କୁ ଯନ୍ତ୍ରଣା ଦେଇଥିଲା ତେଣୁ ହାଇକୋର୍ଟ ପକ୍ଷମାନଙ୍କର ବିବାହକୁ ଭଙ୍ଗ କରିବା ଉଚିତ ବୋଲି ବିବେଚନା କରିଥିଲେ। ସେ ଅନୁଯାୟୀ ପରିବାର କୋର୍ଟର ରାୟକୁ ଖାରଜ କରିଦିଆଯାଇଥିଲା। ରିପୋର୍ଟର୍ସ ଟୁଡେ।